नमस्कार, जय जगन्नाथ। स्टार्स पॉडकास्ट एपिसोड नंबर 32 को स्वागत करछि मोर। प्रथम आज हम सहित अवस्थित दुई जन युवपीढ़ी ସେମାନେ शुभम दास एवं अंकित बारिक बसଛନ୍ତି। इंस्टाग्राम रे रील କରୁଛନ୍ତି। ଭାଇରାଲ ମଧ୍ୟ ଅଛନ୍ତି। ଜଣେ ପାରାଦୀପର ଆଉ ଜଣେ କଟକର। ଚାଲନ୍ତୁ ତାଙ୍କ ସହିତ ଆଜି ଆମେ କଥା ହେବା, ତାଙ୍କ ଜୀବନ ବିଷୟରେ ଜାଣିବା, ସେ କ'ଣ ପାଇଁ ରିଲ୍ କରୁଛନ୍ତି ସେ ବିଷୟରେ ଜାଣିବା। ଭାଇ ନମସ୍କାର। नमस्कार भाई। ନମସ୍କାର। କେମିତି ଅଛନ୍ତି? ଭଲ ଅଛୁ। ଆମେ ସ୍ୱାଗତ କରୁଛୁ ଶୋକୁ। ଧନ୍ୟବାଦ। ଆପଣ ରିଲ୍ କ'ଣ ପାଇଁ ବନାଉଛନ୍ତି? କାହାଠୁ ଇନ୍ସ୍ପାୟାର ହେଉଛନ୍ତି? ଇନ୍ସ୍ପିରେସନ୍ ତ ନାହିଁ, ଆକ୍ଚୁଆଲି ମୁଁ କହିବାକୁ ଗଲେ ମୁଁ କୋରୋନା ପୂର୍ବରୁ ୟୁଟ୍ୟୁବରେ ଭିଡ଼ିଓ କରୁଥିଲି। ସେତେବେଳେ ମୋର ଫର୍ଷ୍ଟ ଚ୍ୟାନେଲ୍ ଥିଲା, 9-10 ବେଳେ ଗୋଟେ ଫର୍ଷ୍ଟ ଚ୍ୟାନେଲ୍ ଥିଲା କି ଏମିତି ଏଡିଟିଂ वगैरह କରୁଥିଲି, ମାନେ ଷ୍ଟାର୍ଟିଂରୁ ସୋସିଆଲ ମିଡ଼ିଆରେ ଇଣ୍ଟରେଷ୍ଟ ଥିଲା। ତ ସେ ଚ୍ୟାନେଲ୍ ଚାଲିଲାନି। ତାପରେ ଲକଡାଉନ୍ ଟାଇମ୍ରେ ଗୋଟେ କ୍ରେଜ୍ ଥିଲା ଗେମ୍ର, ତ ସେଇ ଟାଇମ୍ରେ ଗେମିଂ ଭିଡ଼ିଓ କରୁଥିଲି, ସେଟା ବି ଚାଲିଲାନି। ତାପରେ ଏବେ ରିସେଣ୍ଟଲି ଇନଷ୍ଟାରେ କ'ଣ ଇଚ୍ଛା ହେଲା, ଭାବିଲି ମାନେ ନିଜର ଭାଇନ୍ସ ମାନେ ପକେଇବା। ଆଉ ଗୋଟେ ଜିନିଷ ଥିଲା କି ଆମେ ଭାବିଲୁ କି ଆକ୍ଟିଂ ତ ଆମର ଏତେ ଭଲ ନାହିଁ, ଫାର୍ଷ୍ଟ ତ ରିଲେଟେବଲ୍ ଜିନିଷ ପକେଇବା କି ସପୋଜ ଜଣେ ଦେଖିଲା ଆମକୁ ଯେମିତି ସେ ଜାଣିପାରିବ କି ତାକୁ ଯେମିତି ଲାଗିବ କି ହଁ ଏଇଟା ତ ଆମ ସାଙ୍ଗରେ ହଉଛି। ତ ସେଇ ଜିନିଷ ଆମେ ଦି ଜଣ ମିଶିକି ଟ୍ରାଏ କଲୁ, କହିଲୁ ଏମିତି ପକେଇବା ଦେଖିବା କ'ଣ ହଉଛି। ତ ଆମେ ଷ୍ଟାର୍ଟିଂରେ ଗୋଟେ ଦିଟା ଭିଡ଼ିଓ ପକେଇଲୁ। ଫାର୍ଷ୍ଟ ପକେଇଲୁ ଗୋଟେ ଭିଡ଼ିଓ, ସେକେଣ୍ଡ ପକେଇଲୁ ଆଉ ଗୋଟେ ଭିଡ଼ିଓ, ମାନେ ଏତେ କିଛି ଭ୍ୟୁଜ୍ ଗଲାନି। ଥାର୍ଡଟା ନର୍ମାଲି ଆମେ ଏମିତି ପକେଇଲୁ କି ଆମର ଗୋଟେ ସାଙ୍ଗର ପ୍ଲେସମେଣ୍ଟ ହେଉନଥିଲା ସେଇ ଟାଇମ୍ରେ, ତ ତା କଥା ଆମର ମୁଣ୍ଡରେ ଥିଲା। ଭାବିଲା ପ୍ଲେସମେଣ୍ଟ ଉପରେ କିଛି ଗୋଟେ କରିବ ଆଉ। ତ କଲେଜ ନାଁ ନେବିନି, ବଟ୍ ସେ ଭିଡ଼ିଓ କଲେଜ ନେଇଛି, ସେଇଟା ଆମର ଫାର୍ଷ୍ଟ ମାନେ ଆଚ୍ଛା କଥା ଭ୍ୟୁଜ୍ ହେଇଥିଲା। ହଁ, ଟ୍ରାଏଣ୍ଡର। ହଁ, ଏବେ ହେଲେ ତାକୁ ପ୍ଲେସମେଣ୍ଟ ମିଳିଯାଇଛି, ତାହେଲେ ଟ୍ରାଏଣ୍ଡର କିଛି ଦୋଷ ନାହିଁ, ଏବେ ତାକୁ ପ୍ଲେସମେଣ୍ଟ ମିଳିଯାଇଛି। ତ ସେ ସେଇ ନାଁ ନେଇକି ତାରି ସେଇ ମୂଲ୍ୟ ରଖି ସେଇଟା ବନେଇଥିଲୁ। ସେଇଟା ଆମର ମାନେ 10-15 ମିନିଟ୍ରେ ଏମିତି ମାନେ ସାଙ୍ଗେ ସାଙ୍ଗେ ଭ୍ୟୁଜ୍ ଗଲେ ଲକ୍ଷେ 2 ଲକ୍ଷ। ଆଉ ପ୍ରଥମ ଭିଡ଼ିଓ ଥିଲା, ଭାଇରାଲ ହେଇଯାଇଛି, ଆଉ ନଥିଲା ଆଗରୁ କିଛି, ପୁରା ଖୁସି ମାନେ ଅଲଗା ପ୍ରକାର ଖୁସି। ଆପଣ ଦି ଭାଇ ନା ସାଙ୍ଗ? ସାଙ୍ଗ। କେବେ ସାଙ୍ଗ? ସ୍କୁଲ ବେଳ ସାଙ୍ଗ। ସ୍କୁଲ ବେଳ। ବାଡ଼ିଆ ପିଟା କେବେ ଲାଗିଛନ୍ତି ଦି ଜଣ? ଭାଡ଼ିଆ ପିଟା ଏମିତି କିଛି ନାହିଁ, ଝଗଡ଼ା ଫଗଡ଼ା ହଉ କଥା ତ ବନ୍ଦ ତାପରେ ପୁଣି ମୋ ବସ୍ କାଇଁ ଡର? ମୋ ବସ୍ ଭାଇ ତମେ ଭୁବନେଶ୍ୱର ରହୁଛ, ତମେ ଜାଣିନ ମୋ ବସ୍ କାଇଁ ଡରିବ? ଲୋକମାନେ ସତରେ ଡରୁଛନ୍ତି ମୋ ବସ୍ ଯେମିତି ଫାର୍ଷ୍ଟ ତ ମୋ ବସ୍ ଯେମିତି ଚଲଉଛି ମାନେ ବହୁତ ରସ୍ ଡ୍ରାଇଭିଂ। ଆଉ ସେଟା ବି ଆମେ ଭାବିଲୁ କି ଆମେ କିଛି ରିଲେଟେବଲ୍ ବନେଇକି ଲୋକ ଯେମିତି କି ଦେଖିବେ କହିବେ ଏଇଟା ମାନେ ମୋ ବସ୍ ଏଇ ଜିନିଷଟା ହଉଛି ତାଙ୍କ ସାଙ୍ଗରେ। ସେଟା ବି ଆମେ ଭାବି ଗୋଟେ ୟୁନିକ୍ କନସେପ୍ଟରେ ବନେଇଥିଲୁ, ଯୋଉଟା କି ସେଟା ବି ଭାଇରାଲ ଗଲା। ଫାର୍ଷ୍ଟ ଭିଡ଼ିଓଟା ଥିଲା ଆଇଡିଆ କାହାର ଥିଲା? ଆପଣ ଥିଲା ନା ଭାଇ? ନା ଏମିତି ତ ବସିଥିଲୁ ମିଶିକି, ମୋର ଆସିଲା କି ସେ ପିଲାର ପ୍ଲେସମେଣ୍ଟ ଆସୁନି, ସେ କହିଲା କି ରାପିଡୋ ଦି ଜଣ ମିଶେଇକି ଗୋଟେ ଆଇଡିଆ ବାହାରିଗଲା। ପୁଣି ଆମେ ଯାଇଥିଲୁ 2-3ଟା ସୁଟ୍ କଲୁ, ଭଲସେ ହେଲାନି, କ'ଣ କରିବୁ କ'ଣ ନାହିଁ। ତାପରେ ଗୋଟେ ଗଳିରେ ଆସିଲୁ, ଗୋଟେ ଗଳି ରୋଡ୍ ଆସିଲୁ, କହିଲୁ ତାପରେ ଆରାମସେ 2-3ଟା ଟେକ୍ ନେଲୁ, ଯାହା ହେଲା ହବ ପଳେଇବା ଆଉ। ପୁଣି ଅଧା ବାଟ ଆସିଲୁ, ପୁଣି କହିଲୁ ନା ଗୋଟେ କରୁଛୁ ମାନେ ଭଲସେ କରିବା, ପୁଣି ରିଟର୍ନ ଆସିଲୁ, ପୁଣି କଲୁ, ଭାଇରାଲ ଗଲା। ଜବ୍ କରୁଛନ୍ତି? ନା, ଏବେ ଜଷ୍ଟ ମୋର ଗ୍ରାଜୁଏସନ୍ ସରିଲା, BSc କେମିଷ୍ଟ୍ରି ଅନର୍ସ କରିଛି। ତ ବାକି ଆଉ କମ୍ପିଟେଟିଭ୍ ପାଇଁ ପ୍ରିପାରେସନ୍ ଚାଲିଛି ମୋର। ସାଇଡ୍ରେ ଏମିତି ବି ରିଲ୍ କ'ଣ ମାନେ ୱିକଲି 3-4ଟା ପଢୁଛି, ଏତେ ଟାଇମ୍ ୱେଷ୍ଟ ହଉନି। ଦିନକୁ ମାନେ ଅଧଘଣ୍ଟା ଖଣ୍ଡେ ଦେଇଦେଲେ ସୁଟ୍ ଇଏ ସବୁ ହେଇଯାଉଛି। BSc ବୋଟନି, ମୋର BSc କେମିଷ୍ଟ୍ରି। ସେମ୍ କଲେଜ। ଟାଇମ୍ ସପୋଜ ଆମେ ସୁଟ୍ରେ ଜଣେ ସ୍କ୍ରିପ୍ଟ ଲେଖିଦେଲା, ଯାହା ବି ଆମେ କରୁଛୁ ଡିସାଇଡ୍ ହେଇଗଲା, ଜଣେ ଏଡିଟ୍ କରିଦେଲା, ତ ହାର୍ଡଲି ମୁଁ କହୁଛି ନା ଦିନକୁ ଯଦି ତମେ ଗୋଟେ ରିଲ୍ ଅପଲୋଡ୍ କରୁଛ, ହାର୍ଡଲି ସୁଟ୍ ଏଡିଟ୍ 1-1.5 ଘଣ୍ଟା ଭିତରେ ହେଇଯାଉଛି, ତ ଏତେ ଟାଇମ୍ ୱେଷ୍ଟ ହଉନି। ମୁଁ ବାକି ସବୁ କାମ ଯେତେବେଳେ ସୁଟ୍ ହଉଛି ଆମେ କଥା ହେଇଯାଉଛୁ କଲରେ, ଯୋଉ ଜାଗାରେ କରିବୁ ସୁଟ୍ ସେ ଜାଗାକୁ ଯାଉଛୁ, ଭିଡ଼ିଓ ସୁଟ୍ କଲୁ, ଏଡିଟିଂ ଶୁଭମର କାମ, ଏଡିଟିଂ କରିକି ଟାଇମ୍ ହିସାବରେ ପକେଇବୁ। ସେ ସଣ୍ଡେ ସବୁ 3 ଦିନରେ କି ଗୋଟେ ଗ୍ୟାପରେ ଆମେ ସବୁ ଗୋଟେ ଦିନ ଗ୍ୟାପରେ ସକାଳେ ପଡେ, ପାଖାପାଖି ଘର ପୁରା, ସେଇଥିପାଇଁ ସୁବିଧା ହଉଛି, ପାଖାପାଖି ରହୁଛୁ। ଠିକ ଅଛି। ଲକ୍ଷ୍ୟ ଏମିତି କିଛି ତ ନାହିଁ, ଏମିତି ତ ଫାର୍ଷ୍ଟ ତ ଗୋଟେ ଆଚ୍ଛା ଜବ୍ ଗୋଟେ ଯେମିତି ହେଲେ ରହିବ, ଜବ୍ କରିବା। ବାକି ହଁ ଗୋଟେ ଭଲ ଫ୍ୟାନ ବେସ୍ ହୁଅନ୍ତୁ ଆଶା ଅଛି ଆଉ, ମାନେ ହଁ ଲୋକ ଚିହ୍ନନ୍ତୁ। ହଁ, ଆଉ ଗୋଟେ ଏଇ ଯୋଉ ଟ୍ରାଇଡେଣ୍ଟ ଭିଡିଓ କରିଥିଲି, ଆମେ ଥରେ ଚଣ୍ଡିଖୋଲ ଯାଇଥିଲୁ ଗୋଟେ ପାହାଡକୁ ଏମିତି ବୁଲିବା ପାଇଁ। ସେଠି 3 ଜଣ ପିଲା ଦେଖାହେଲେ, ଚିହ୍ନିଗଲେ, କହିଲେ ଭାଇ ତମେ ଟ୍ରାଇଡେଣ୍ଟ ଭିଡିଓ କରୁଛ ନା? ଯୋଉ ଖୁସି ଆମେ ସେଦିନ, ଯାହା ହଉ ଆମେ ଏତିକି ଟିକେ ଭିଡିଓ କରୁଛୁ, ଲୋକ ଚିହ୍ନୁଛନ୍ତି। କଟକରେ ବି ଯେତେ ଥର ଭିଡିଓ ବନେଇଲୁନୁ, ପ୍ରାୟ ଦେଖାଯାଉଛନ୍ତି, ଯେତେ କି କୋଉ ଦୋକାନକୁ ବି ଯାଉଛୁ କିଛି କିଣିବାକୁ, ଦୋକାନ ବାଲା କହୁଛନ୍ତି ଭାଇ ତମ ଭିଡିଓ ଦେଖିଛୁ, ଯୋଉଠି ଯାଉଛୁ ବାହାର ମାନେ ବହୁତ
लोग हम पारादीप को भी जाउथली घर को बुलिया को से भी लोक देखि कहउछन भाई तुम बड़ा वीडियो बनाउछ सेमती हो ସେଟା କେତେ ଖୁସି ଲାଗେ हां बहुत खुशी लगे कि लागो कि के देखुछन କିଛି ତ ଆଚିଭ୍ ହେଇଛି ଆଉ ମାନେ ଇନିशियଲି ଷ୍ଟାର୍ଟ କରୁଛୁ ଆକୁ ଆହୁରି ଗ୍ରୋ ହେଲେ କେତେ କଣ ହେଇପାରିବ ଟିମ୍ ଟା ଆପଣ କେମିତି ଲେଖନ୍ତି ସ୍କ୍ରିପ୍ଟ ତ माने YouTube वगैरह बहुत आगे देखछु हम पर फोन 10th पर फोन में मिलथिला सेतोले हम देखु बहुत सारे क्रिएटर देखिछु एलविस वगैरह एलविस यादव गेले एंदी हिंदी क्रिएटर्स और इंग्लिश क्रिएटर बहुत सारे देखु सेमति ताकर बहुत सारे ये देखछु हम देखलो ओडिसा रे भी बहुत सारे बोले स्वैग बाबू हे गेले सब तापर हमें से हिसाब रे देखि के बनौछु कि रिलेटेबल जम लगे लोग रिलेट करि परिबो जोटा हम संगे रही ମାନେ ହଁ ଆମ ସାଙ୍ଗରେ ଏଇ ଜିନିଷଟା ହଉଛି ତାକୁ ଆମେ କିନ୍ତୁ ଭିଡିଓରେ ये करि परिबो ମାନେ ଆମ ସାଙ୍ଗରେ ହଉଛି ମାନେ ଅଲଗା ଲୋକ ସାଙ୍ଗରେ ବି ହଉଥିବ ଆମେ ସେଇ ଜିନିଷ ଭିଡିଓରେ ନେଲେ ସେମାନେ କହିବେ ହଁ ଏଇଟା ଆମ ସାଙ୍ଗରେ ହେଇଛି ତାଙ୍କ ସାଙ୍ଗରେ ବି ହେଇଥିବ ତାକୁ ସେୟାର କରିବେ ତ ସେମିତି ଚାଲିଛି ଆମେ ସर ବ୍ୟାୟାମ ଦେଖିଛେ ଯୋଉ ରିଲ୍ କରୁଛନ୍ତି ଆଜ୍ଞା ଆମେ କରୁଛୁ ଆପଣ ବି କରୁଛନ୍ତି ଆଜ୍ଞା ଆମକୁ ହେଟ୍ ମିଳୁଛି ଆପଣଙ୍କ ଭାଇ ହେଟ୍ ମିଳୁଥିବ हेट हमको इबे केते मिलनी हम हाँ। सबले बहुत भल पाए मिलची खाली जाजपुर रोड वीडियो ଗୋଟେ- ହଁ, क्रिटिसिज्म वगैरह बनिथिलो जाजपुरिया सेइतरे हेट आस्तला ହେଲେ କିଛି ନାହିଁ ଆମେ ପଜିଟିଭ ରେ ହେଲୁ ମାନେ କ୍ରିଟିସିଜମ ତ ନୁହଁ ସମସ୍ତ ଆପଣ ଆପଣ ଯେମିତି ସମସ୍ତେ ଯାଜପୁରିଆକୁ ପବନା କୁହନ୍ତି ତ ତାରି ଉପରେ ଗୋଟେ ବନେଇ ଦେଇଥିଲୁ ନର୍ମାଲି ତ ହଁ ତା ଦେହରେ ଟିକେ ଅଫେଣ୍ଡ ହେଇଯାନ୍ତି ପିଲା ଗୋଟେ ଗୋଟେ ଭଲ ଭଲ କମେଣ୍ଟ ଆସେ ଟିକେ ଅଫେଣ୍ଡ ଆଉ ଗୋଟେ ହଁ କୋଲକାତା ଉପରେ ବନେଇଥିଲି ତା ଦେହରେ ବି ମାନେ କମେଣ୍ଟ 1000 ପାଖରେ କମେଣ୍ଟ ଅଛି ହେଲା ତା ଦେହରେ ବି ମାନେ ସେଇ କୋଲକାତା ଲୋକ ଉପରେ ଅଫେଣ୍ଡ ମୁଁ ବୁଝିପାରୁନି ହଁ ଓଡିଆ ସେମାନେ ବୁଝିଯାଉଛନ୍ତି ମାନେ ତା ଦେହରେ ଟିକେ ହେଇଛି ଆପଣ କେନ୍ଦ୍ରାପଡ଼ା ନା କୋଉଠି? ହଁ କେନ୍ଦ୍ରାପଡ଼ା ଆମେ ଯୋଉ ଗାଁକୁ ଯାଆନ୍ତି ଗାଁ ଲୋକଙ୍କ କଣ ଗାଁରେ ତ ମୁଁ ଏଇ ରିସେଣ୍ଟଲି ଯାଇଥିଲି ତ ଏମିତି ତ ମାନେ ରିଆକ୍ସନ କିଛି ନାହିଁ ମାନେ ହଁ ଗୋଟେ ଦିଦି ଅଛନ୍ତି ସେ ଦିଦି କହୁଥିଲେ କି ତାଙ୍କ ଫ୍ରେଣ୍ଡ ସର୍କଲରେ ପ୍ରାୟ ଆମ ଭିଡିଓ ଦେଖନ୍ତି ଆଉ ସେ ତାଙ୍କୁ ପଚାରୁଥିଲେ କି ଇଏ ତ ମ୍ୟୁଚୁଆଲ କେମିତି ପଚାରୁଥିଲା ଆଉ ସେମିତି ମାନେ ଗାଁରେ ବି ଲୋକ ଭିଡିଓ ଦେଖୁଛନ୍ତି ଆମର ଖୁସି ଲାଗୁଛି ପାରାଦୀପ ଯାଇଥିଲି ଯେ ରିସେଣ୍ଟଲି ସେମିତି ଯେତେ ପିଲା ଦେଖାଉଥିଲେ ଆମ ବେଥାନି ମାନେ ଆମେ ସବୁ କେଭି ପିଲା ବେଥାନି ପିଲା ଆମର ଟିକେ ରାଇଭେଲି ଥାଏ ବେଥାନି କେଭି ଏମିତି ହୁଏ ତ ବେଥାନି ପିଲା ବି ସବୁ ଦେଖାଇଲେ କି ଭାଇ ତମ ବଢିଆ ଭିଡିଓ ବନଉଛ ଏମିତି କହୁଥିଲେ କିନ୍ତୁ ଯିଏ ଦେଖାଉଛନ୍ତି ତ ଆପ୍ରିସିଏଟ କରୁଛନ୍ତି ଆଉ ଫାର୍ଷ୍ଟ ତ ଆପ୍ରିସିଏସନ ମିଳିଲେ ଆମକୁ ଆଉ ଇଚ୍ଛା ହବ ଭିଡିଓ ବନେଇବା ପାଇଁ ଆଉ ଯଦି ଜଣେ କହିବ କଣ କରୁଛ କଣ ତାହେଲେ ପୁଣି ଆଉ ଥୋड़ी ଇଚ୍ଛା ହବ ଫ୍ୟାମିଲି ମନା କରୁଛନ୍ତି ନା ଫ୍ୟାମିଲି ଏମିତି ମନା କରୁନାହାନ୍ତି ଫ୍ୟାମିଲିର ସପୋର୍ଟ ଥାଏ ସବୁବେଳେ ଫ୍ୟାମିଲିର ସେମ୍ ଆମେ ଦେଖିଛୁ ଅନେକ ସମୟରେ ସାଙ୍ଗମାନଙ୍କ ସହିତ ଝଗଡ଼ା ହେଇଥିବ ମନେ ଅନେକ ସମୟରେ ଗୋଟେ ମାରିକି ଦିଅନ୍ତି ସାଙ୍ଗମାନେ ସେମିତି କଣ କରିବେ ଏମିତି ଫାର୍ଷ୍ଟ ତ ଏମିତି ସାଙ୍ଗ ବନେଇବେନି ଫାର୍ଷ୍ଟ ମାନେ ସାଙ୍ଗ ଏମିତି ନାଇଁ କି ଆମେ ବି ସାଙ୍ଗ ଆରେ ସାଙ୍ଗ ସମସ୍ତଙ୍କର ଥାନ୍ତି ଝଗଡା ମଗଡା ହୁଏ ହଣା କଟା ଏମିତି ତାହେଲେ କାହିଁ ସାଙ୍ଗ ବନେଇବ ଆମର କହିବାକୁ ଗଲେ ଆମର ଛୋଟବେଳୁ ଯେତେ ବି ସାଙ୍ଗ ଅଛନ୍ତି ସବୁ ସାଙ୍ଗରେ ହିଁ ଅଛନ୍ତି କେହି ସ୍କୁଲ ସାଙ୍ଗ ଯାହାବି କିଛିଟା ବହୁତ ଆଗରୁ ସାଙ୍ଗ ଅଛନ୍ତି ଯେ ଖାଲି ଫୋନ ରେ କଣ୍ଟାକ୍ଟ ଅଛନ୍ତି ବାକି ଆମର ମୁଁ ପାରାଦୀପ ଆକ୍ଚୁଆଲି 7th ରେ ଯାଇଥିଲି 7th ରୁ 12th ମୋର ପାରାଦୀପରେ ସବୁ ସାଙ୍ଗ ଏବେ ମୋର କଣ୍ଟାକ୍ଟ ଅଛନ୍ତି ମିଶୁଛନ୍ତି ଦେଖା କରୁଛନ୍ତି କିଛି ନାହିଁ ସବୁମାନେ ଭଲସେ ଅଛନ୍ତି କଲେଜ ସାଙ୍ଗ ବି ଠିକ ଅଛନ୍ତି କିଛିଟା ଏମିତି ଅଛନ୍ତି ମାନେ ଆସନ୍ତି ପଳାନ୍ତି ସେଟା ଫରକ ପଡେନି ଆଉ ସାଙ୍ଗରୁ ଆଉ ଗୋଟେ ଟପିକ ମନେ ପଡିଲା ଆମର ନୂଆ ନୂଆ ଭିଡିଓ ଭାଇରାଲ ଯାଇଥିଲା କିଛି ସାଙ୍ଗ କଣ କହିବେ ହଁ ଭିଡିଓ ଭଲ ଭାଇରାଲ ଯାଉଛି ଆମକୁ ଭିଡିଓ ନିଅ ଦି ତିନିଟା ଭିଡିଓ କରିଦେ ଭିଡିଓ ଭ୍ୟୁଜ ଯିବନି ପୁଣି କହିବେ ଥାଉ ଆମେ ଭିଡିଓ କରିବୁ ଫୁଲ୍ ଭିଡିଓଟା ପୁଣି viral ପଳେଇବ। ବ୍ୟାକ୍ ପଳେଇଛି ଏମାନେ କଣ କହିବା ଛାଡ ଆମେ ଯେତିକି ସବୁ ସ୍କୁଲ ସାଙ୍ଗ ସେତିକି ପୁରା ସାଙ୍ଗରେ ଅଛୁ ଏବେ ଯାକେ ଯେତେବେଳେ ଗୋଟେ Perfect. କଲ୍ ସବୁ ମିଶି ଯାଉଛୁ ବୁଲିବାକୁ ଏବେ ଟିକେ ବଡ ହେଲାଣୁ ସମସ୍ତେ ଲାଇଫ ରେ ଇଏ ହେଲେଣି ସେଠି ଟିକେ ଲାଗୁଛି କି ମାନେ ଏବେ ରିସେଣ୍ଟଲି ବର୍ଥଡେ ଗୋଟେ ଥିଲା 25 ତାରିଖ ଆଡେ ଆମେ ସେ ଭାବିଥିଲୁ କି ସବୁ ଆସ ଇଏ ସବୁ ମାନେ ଟାଇମ ମାନେ ଡାକିଲେ ସବୁ ଆରାମସେ ଆସୁଛନ୍ତି କିନ୍ତୁ ମିଶୁଛନ୍ତି ମିଶୁଛୁ ଛୋଟବେଳୁ ଅଛୁ ମାନେ ଏବେ ଯାକେ ସାଙ୍ଗରେ କଲେଜରେ ଅଛୁ। ଏତେ ସାଙ୍ଗ ମୋର ଦେଲାନି ସେଇ ସ୍କୁଲ ସାଙ୍ଗ ଚାଲିଛନ୍ତି ଏବେ ଯାକେ ଆଉ କଲେଜରେ ତ ସାଙ୍ଗମାନେ ଆସନ୍ତି ରୁହନ୍ତି କଲେଜ ପରେ ପଳାନ୍ତି ବଟ୍ ସ୍କୁଲ ସାଙ୍ଗ ଥାନ୍ତି ବହୁତ କମ ଦେଖିବାକୁ ମିଳୁଛି ସ୍କୁଲ ଯାଉ ସାଙ୍ଗ ଯୋଉ ହଁ ଆଉ ଛୋଟ ଗ୍ରୁପ 4 5 ଏମିତି 4 5ଟା ସାଙ୍ଗ ତ ଛୋଟ ବେଳୁ ଫିଲହାଲ ମୁଁ ଏବେ ଆମେ ପଡକାଷ୍ଟ କରିବାକୁ ଆସିଛୁ ମୁଁ ତାଙ୍କ ଗ୍ରୁପରେ ମେସେଜ କରି ଭିଡିଓ ନେଇକି ପଠେଇଛି କି ଭାଇ ଆସିଛୁ ପଡକାଷ୍ଟ କରିବା ପାଇଁ ତାଙ୍କ ଖୁସି ଆମେ ଖୁସି ସବୁ ଲାଗେ ଖୁସି ହୁଅନ୍ତି ସେମାନେ ଖୁସି ବି। ହୁଅନ୍ତି ତାଙ୍କର ଏମିତି ଦେଖିଲା ନାଇଁ ପଡେ କି କି ଏମିତି ନାଇଁ କି ଜେଲସ୍ Jealous ଖୁସି ହଁ। ହୁଅନ୍ତି ଆପଣ ଏଇ ଜଣ ଦୁଷ୍ଟ କିଏ ଦୁଷ୍ଟ ଏଇଠି ଅଛି ୟାର ଟିକେ ଦୋଷ ଅଛି ଆଉ ଆପଣ କଣ କରିବେ ନା ଏ ଭଲ ବହୁତ ଭଲ ସତରେ ବହୁତ ଭଲ ମୋ ପାଇଁ ବହୁତ କିଛି କରିଛି ଆଜି ଯାକେ ବେଶୀ ଖୁସି କେତେବେଳେ ଲାଗିଲା ଆପଣଙ୍କ ଯେତେ ଭାଇରାଲ ଗଲା ଭିଡିଓଟା କମେଣ୍ଟ ଗୁରା ଦେଖିକି ବହୁତ ଖୁସି ଲାଗେ କି ମାନେ ଭାଇରାଲ ଗଲା ଖାଲି ମାନେ ଇନଷ୍ଟା ତଳୁ କରୁଥିଲ ଖାଲି ବହୁତ ସାରା ଫଲୋ ବହୁତ ସାରା କମେଣ୍ଟ ତ ଆମେ ଖାଲି କଲ୍ କରିକି ଏଇ ଦେଖିଲୁ 2 ସେକେଣ୍ଡ ଗୋଟେ ସେକେଣ୍ଡରେ ଖାଲି 10,000 ଏମିତି ଆସିଲା ସେତେବେଳେ ଆମେ କହିଲୁ କଣ ହଉଛି କେବେ ଆମକୁ ଏତେ ଏକ୍ସପିରିଏନ୍ସ ନଥିଲା ଆମେ ରିଫ୍ରେଶ କରୁଛୁ ଭ୍ୟୁଜ ଲାଇକ୍ କମେଣ୍ଟ ବଢି ଚାଲିଛି ବଢି ଚାଲିଛି ଆଉ ଏମିତି ନାଇଁ ଖାଲି ନର୍ମାଲ ପିଲାମାନଙ୍କର ଆସୁଥିଲା କିଛି କିଛି ଇନଫ୍ଲୁଏନ୍ସର ମାନଙ୍କର ବି କମେଣ୍ଟ ଆମର ଆସୁଥିଲା ତ ଆମକୁ ଆହୁରି ଖୁସି ଲାଗିଲା ଯାହା ହଉ
ସେମିତି ଆମେ ଯେତେବେଳେ ଭିଡିଓ ଦେଖିଲେ ଆପଣଙ୍କୁ ଆମକୁ ରିୟଲିଷ୍ଟିକ ଲାଗିଲା ଆଜ୍ଞା। ଯେ ହଁ ଲୋକମାନଙ୍କ ସହିତ ଘଟୁଛି ଆଜ୍ଞା। ଏବେ ମୋ ବସ ଗଲେ ଗୋଟେ ସେଇଟା ବି ଲୋକଙ୍କ ସହିତ ଲୋକ ଡରିକି ରହୁଛନ୍ତି ହୁଁ। କିନ୍ତୁ ଅନେକ ସମୟରେ ଆମେ ଦେଖିଛୁ ବହୁତ ଲୋକ କହୁଛନ୍ତି ଯେମିତି କିଛି କାମ ଧନ୍ଦା ନାହିଁ ଖାଲି ରିଭ୍ୟୁ ପକଉଛନ୍ତି। ଏମିତି ତ ଏମିତି କହିଲେ ତ ହବନି। ଆମେ କାମ ଏମିତି କହିହବନି। ଆମେ ପୁଣି ଆମେ ପାଠ ବି ପଢୁଛୁ, କମ୍ପିଟେଟିଭ ପାଇଁ ଏକ୍ସାମ ପ୍ରିପାରେସନ ବି କରୁଛୁ। ଏଟା ଗୋଟେ ପାର୍ଟ ଟାଇମ ରେ କରୁଛୁ। ସପୋଜ ଆମର ଯଦି କିଛି ଏକ୍ସାମ କ୍ଲିୟର ହେଇଗଲା, ଏଟା ପାର୍ଟ ଟାଇମ ରେ ଥିବ, ତମେ କର ନ କର ଏଟା ତମ ଉପରେ। ଆମେ ଯଦି ଏକ୍ସାମ କ୍ଲିୟର ହେଲା ସେଠୁ ଆମେ ପଇସା ଇନକମ କରୁଛୁ। କଣ୍ଟେଣ୍ଟ କ୍ରିଏସନ ଯଦି ଆମର ଥିବ ଏଠୁ ଆମେ ପଇସା ଆମେ ଅଧିକା ପଇସା ଧରିବୁ କଣ ହେଲା, ଆଉ ଫେମ ବି ମିଳିବ। ତ ଟାଇମ ୱେଷ୍ଟ ନାହିଁ ଏଟା। କଣ୍ଟେଣ୍ଟ କ୍ରିଏସନ ବହୁତ ଗ୍ରୋ କରୁଛି। ମାନେ କହିବାକୁ ଗଲେ ଗୋଟେ ଗୋଟେ ରିଲ ପିଲା ଯଦି 100K ବଗେରା ଥିବ ନା 20,000 30,000 ଚାର୍ଜ କରିଦଉଛନ୍ତି ସ୍ପନ୍ସର ପାଇଁ। ତ ଏଟା ଟାଇମ ୱେଷ୍ଟ କହିପାରିବନି ତମେ। କଲ୍ଟ ଅଡିଏନ୍ସ ହେଲେ ଆହୁରି ଭଲ, ତମେ ଆଉ ବହୁତ ହେଲ୍ପ ହଉଛି। କ୍ୟାରିୟର ଫିଲ୍ଡ ବି ଗୋଟେ ଲୋକ ତ କ୍ୟାରିୟର ପ୍ୟାସନ କୁ ତାଙ୍କର ଇଏ କରିଦେଲେଣି, କ୍ୟାରିୟର କରିଦେଲେଣି। ସେଇଟା ହିଁ ମାନେ ମାଇଣ୍ଡ ଅଛି। ଆଗକୁ ଆପଣ ଏଇଟା କଣ୍ଟିନ୍ୟୁ ରଖନ୍ତୁ। ହଁ କଣ୍ଟିନ୍ୟୁ ରହିବ। ହଁ ଏଟା ପାର୍ଟ ଟାଇମ କଣ, ଯଦି ଜବ୍ କରିବି ଆଉ ଜବ୍ କୁ ଯଦି ୟା ଦେହରେ ଅଧିକା ଇଏ ମିଳିଲା, ଗ୍ରୋଥ ମିଳିଲା, ଫେମ ମିଳିଲା, ପଇସା ମିଳିଲା, ତ इन फ्यूचर जॉब को क्विट करके बिजनेस बिजनेस कौन देखिया। बाकी जॉब इनिशियली जॉब रखिया 1000 फॉलोअर्स कंप्लीट हो 1000 5-6टा वीडियो पर ହେଇଥିଲା। ମାନେ ଗୋଟେ ଆମ କଟକ वाला वीडियो करथिली, ତା ଦେହରେ ଅଧିକା ଫଲୋअर्स ଗେନ୍ ହେଇଥିଲେ। କଟକରେ ପ୍ରାୟ କଟକ ଅଡିଏନ୍ସ ଆମର ଗେନ୍ ହେଇଯାଇଥିଲେ। ଆପଣ କୋଉ ଜାଗାରେ ଶୁଟିଂ କରିବା मैक्सिमम ଆମର ଶୁଟିଂ ସିଡିଏ 13 ନମ୍ବର ନହେଲେ ନାରାଜ। ସେଇଟା ସେମିତି ଲୋକାଲ କଟକରେ ଲୋକାଲି। ହଁ ଆଉ ଭୁବନେଶ୍ୱରରେ ବେଳେ ବେଳେ ଗୋଟେ ଗୋଟେ ଭିଡିଓ, ଆଉ ବେଳେ ବେଳେ ତ ନୁହଁ, ଆମେ କୁଆଡେ ବୁଲିବାକୁ ଗଲେ ଯଦି ହଁ କିଛି କରିଦେଲୁ ସେଠି ବି କରୁ। ଆପଣ ଜିମ୍ ଯାଆନ୍ତି? ହଁ ଜିମ୍ ଯାଅ? ଏଇ ଯାଉଥିଲା, ଆକୁ ଦେଖିକି ଆମ ସାଙ୍ଗମାନଙ୍କ ଭିତରେ ସବୁ ଇଏ ସମସ୍ତ ଷ୍ଟାର୍ଟ ମୁଁ କରିଥିଲି, ଧୀରେ ଧୀରେ ପୁରା ଗ୍ରୁପ କୁ ନେଇଗଲେଣି ଜିମ୍। ଧୀରେ ଧୀରେ ସବୁ ପଢଉଛନ୍ତି ଆଉ ବଡି ବନଉଛନ୍ତି। ଆପଣ ଭିଡିଓ ବୋଲି କଞ୍ଜୁସ ସତରେ କି କଞ୍ଜୁସ ଆଉ ଦିଟା କଞ୍ଜୁସ ମତେ କହିପାରିବ ଆଉ ଖର୍ଚ୍ଚ ଭଲ ଲାଗେନି କି ବହୁତ ଖର୍ଚ୍ଚ କରିଦିଅ। ମୁଁ ମନା କରି କର ନା କରିଦିଅ ଆଉ କଣ କରିବା। ଭିଡିଓରେ ଆମକୁ କଞ୍ଜୁସ ଏଟା ଟିକେ ଆମ ଜିମ୍ ଯେତେବେଳେ ଯାଉ କିଛିଟା ଭାଇ ଅଛନ୍ତି କୁହନ୍ତି ଅଙ୍କିତ ଭାଇ କଣ ଖାଲି ଭିଡିଓରେ ପୁରା ଇଏ କରିଦଉଛ। ମୁଁ କହିଲି ହଉ ତାହେଲେ ସବୁ ଭିଡିଓରେ ତ ମତେ କରିବନି, ମତେ ଗୋଟେ ଗୋଟେ ଭିଡିଓରେ କରିଦେ ଆଉ କଣ କରିବା। ସେମିତି ଆଉ ଯାଜପୁରିଆ ପବନ ନାହିଁ ଆପଣ ତ କଣ କହିବା ଯାଜପୁର ସାଙ୍ଗ ଆମ ସାଙ୍ଗ ଯାଜପୁରରେ ଅଛନ୍ତି, ମାନେ କଥାବାର୍ତ୍ତାରେ ପବନ କରିଦେବେ ମାନେ ସାଂଘାତିକ। ଗୋଟେ ଇନସିଡେଣ୍ଟ କହିହବନି, ମୋ ସାଙ୍ଗ ବହୁତ କଥା ଆଉ ଯଦି ପଲିଟିକ୍ସ ରେ ଚାନ୍ସ ମିଳିବ କରିବେ? ନା ନା ପଲିଟିକ୍ସ ଭାବେନି, ଦେଖିବା କଣ ହଉଛି। ଆପଣ ଯଦି ଅଲିଉଡ ମିଳିବ ଆକ୍ଟିଂ ପାଇଁ ଏକ ଭିଲିୟନ ରୋଲ ମିଳେ। ରାଜନୀତି ଭାବେନି, ରାଜନୀତି ପଲିଟିକ୍ସ ତ ବହୁତ କଥା। ରାଜନୀତି ଭଲ ଲାଗେ ଆପଣଙ୍କୁ? ଏମିତି ଏତେ ଆଇଡିଆ ନାହିଁ। ଭଲ ମାନେ ହଁ ଭଲ ନେତା ଥିବ ତ ଗୋଟେ ଭଲ ହିଁ ଲାଗିବ। ପଲିଟିକାଲ ଜିନିଷ ଉପରେ ନଲେଜ ଅଛି, ବଟ୍ ସେମିତି ଲାଗେନି କି ଆମର ଫ୍ୟାମିଲି ଆପଣଙ୍କର ସପୋର୍ଟ ସଦାବେଳେ କରୁଛନ୍ତି? ହଁ ହଁ ଫ୍ୟାମିଲି ଭିଡିଓ ଦେଖୁଛନ୍ତି, ସେଇଥିପାଇଁ ଫ୍ୟାମିଲି ମାନେ ଏତେ ଭଲଗର କଣ୍ଟେଣ୍ଟ ନାହିଁ, ନର୍ମାଲ ଭଲ କଣ୍ଟେଣ୍ଟ ଦଉଛି ଯେମିତି ଫ୍ୟାମିଲି ଦେଖିପାରିବେ। ସେଥିପାଇଁ गर्लफ्रेंड ଆମର ଛୋଟ ବଡ ବଏଜ ଭର୍ସେସ ଗାର୍ଲସ, ଗାର୍ଲସ ମାନଙ୍କର ଦୂରରେ ଖାଲି ଆମର ଗୋଟେ ଝିଅ ପିଲା ସାଙ୍ଗ, ସେ ହେଲା ବାତ୍ୟା, ବାତ୍ୟା ତା ନାଁ 70 ବାତ୍ୟା। ସମସ୍ତଙ୍କ ସେ 4-5 ଯେତିକି ସାଙ୍ଗ ତାର ଗୋଟେ ବାତ୍ୟା ସାଙ୍ଗ। ବାକି ଆଉ ସାଙ୍ଗ ଝିଅ ପିଲା ସାଙ୍ଗ କଣ୍ଟାକ୍ଟ ନୁହଁ, କଥା ବଲ ନାଚ ବାଡେ ଅବାଗିଆ ଲାଗେ ଟିକେ ଥିଲା କି ଯଦି ତମେ ଗାର୍ଲସ ସାଙ୍ଗେ କଥା ହଉଛ ତମ ଗ୍ରୁପ ରେ ରହିବନି, କଥା ମତେ ଯେମିତି କଥା ହଉଥିଲା ତାକୁ କଥା ହେଲା 4-5 ଦିନ ତାର ରାଗିକି ପୁଣି ଆବକୁ ପଳେଇଲା। ସେ ଝିଅ ସାଙ୍ଗେ କଥା ହଉଥିଲି ସେମିତି ଆଉ ସେତିକି ଆଉ ସେ ଝିଅ ପିଲା ସାଙ୍ଗେ କଣ୍ଟାକ୍ଟରେ ଆସିନି, କଥା ହେଇନଥିବେ ସେ କେତେ ଇଏ ନାହିଁ ଆଉ ଫିମେଲ ସର୍କଟ ରୁ ଦୂରରେ ବହୁତ। ତୋ କଥା କହିଲେ ତ ଘରେ ବି ଆପଣଙ୍କୁ କିଏ ହିରୋ କିଏ ଭଲ ଲାଗେ? ବାବୁସାନ ଅନୁଭବ ଦି ଜଣ। ବାବୁସାନ ଏଲିନା ସମାନ୍ତରାୟ। ଓଡିଶାରୁ ତ ନୁହଁ, ୟୁଟ୍ୟୁବରେ ମଷ୍ଟଲି ସେନ୍ ଆଉ ଇଏ ସବୁ ଭଲ ଲାଗନ୍ତି ୟୁଟ୍ୟୁବରେ। ବଲିଉଡ ଏତେ ମୁଁ ଦେଖିନି ମୁଭି ନା। ବଲିଉଡ ଶ୍ରଦ୍ଧା କପୁର। ସମସ୍ତେ ଅଛନ୍ତି। ମୁଁ ଏତେ ମୁଭି ଦେଖେ ବଟ୍ ଏତେ ଇଏ ନାହାନ୍ତି, ଆନିମେ ବଗେରା ଦେଖେ, ସେଥିରେ ବେଶୀ ମୋର ଇଣ୍ଟରେଷ୍ଟ। ଝିଅଟା
ଆଚ୍ଛା ଆପଣ ଯୁବପିଢ଼ି କଣ ବାର୍ତ୍ତା ଦେବାକୁ ଚାହେଁ? ବାଟ ପାଠ ପଢ, ସତ କଥା କହିବାକୁ ଗଲେ ମେନ୍ ତ ଷ୍ଟଡି। ତମେ ଯୋଉଠି ବି ପଇସା କମାଅ, ବିଜନେସ କର, କଣ୍ଟେଣ୍ଟ କ୍ରିଏସନ ରୁ ପଇସା କମାଅ, ଯୋଉଠି ବି ପଇସା କମାଅ, ତମେ ଯଦି ଜବ୍ କରୁନଥିବ ଇଜ୍ଜତ ଦେବେନି କେହି। ଫାର୍ଷ୍ଟ କଥା, ତମେ ଜବ୍ କର, ଜବ୍ କରିକି ସାଇଡ ବାଇ ସାଇଡ ଏଟା କର, ଦେଖିବ ତମେ ୟା ଦେହରେ ଅଧିକା ପଇସା କମାଉଛ ତ ଜବ୍ ଛାଡି ପାରିବ, କିଛି ନାହିଁ। ଇନିସିଆଲି ଯଦି ଜବ୍ ନ କରିବ ତମକୁ ମାନେ ଆଜିକାଲି ତ ସାଙ୍ଗମାନେ ତ ଖାତିର କରିବେନି, ବାପା ମା ବି ଛାଡିଦେବେ। ଫାର୍ଷ୍ଟ ଜବ୍ ଯେମିତି ହେଲେ ଟ୍ରାଏ କର ଜବ୍ ଫବ୍ କରିବା ପାଇଁ, ତାପରେ କଣ୍ଟେଣ୍ଟ କ୍ରିଏସନ ଫ୍ୟୁଚର ଅଛି ତମେ କରିପାରିବ। ସେ ଯେଉଁ ଦେଖିଛ ଯେ ଅନେକ ଲୋକ କଣ୍ଟେଣ୍ଟ କ୍ରିଏସନ କରୁଛନ୍ତି ବହୁତ କମ୍ ଏଜ୍ ହୁଁ ପଇସା ଅଧିକ ହେଲେ କମାଉଛନ୍ତି, ହୁଁ ହୁଁ। କିନ୍ତୁ ଅନେକ ସମୟରେ ଫ୍ୟାମିଲି ସପୋର୍ଟ କରୁନି, କିଛି ବାଧାବନ୍ଧ ରହୁଛି, ହେଲେ କଣ କରିବ? ଫ୍ୟାମିଲି ଫ୍ୟାମିଲି ସପୋର୍ଟ କରିବେ ଯେତେବେଳେ ତମେ ତମ କାମରୁ ପ୍ୟାସନ ଦେଖିନା କି ତମେ ପୁରା ତମ ଜି ଜାନ ଲଗେଇଲ, କିଛି ଆଗକୁ ବଢିଲ କି କିଛି ଷ୍ଟାର୍ଟ କଲ, ତ ଘରେ କେବେ ଚାହିଁବେନି ତମେ ଗରିବ ହେଇକି ରହ କି ଇଏ। ତମେ ଯେତେବେଳେ ପଇସା କମେଇବା ଷ୍ଟାର୍ଟ କରିବ ତ ଘରେ ନିଜେ ସପୋର୍ଟ କରିବେ କି ତମେ କମେଇକି ଦେଖେଇଦେଲ କି ତମେ ଆଗେ ହଁ ମୋ ପ୍ୟାସନ କୁ ଫଲୋ କରିକି ଏତେ ଆଣିପାରୁଛି, ତାହେଲେ ଘରେ କେବେ ମନା କରିବେନି। ତମେ ଆଗେ ଘରେ ଗୋଟେ ଜିନିଷ ଦେଖିକି ପ୍ରୁଫ୍ କର କି ହଁ ମୁଁ ଏଇଠୁ ଆଣିପାରୁଛି। ଆମର ଫାର୍ଷ୍ଟ ପ୍ରମୋସନ ଗୋଟେ କରିଥିଲେ, ସେଠୁ ପଇସା ମିଳିଥିଲା, ଏମିତି କିଛି ଘରେ ବି ଆମେ ପଇସା ଦେଇନୁ, ମାନେ ମିଳିଥିଲା ଆମକୁ ଖୁସି ଲାଗିଥିଲା କି ଫାର୍ଷ୍ଟ ପ୍ରମୋସନ ମାନେ ଏଇଥିରୁ ପଇସା କମେଇ ପାରୁଛି, ଘରେ ବି ଜାଣିଲେ କି ହଁ ଏମାନେ ଏଇଠୁ ପଇସା କମେଇ ପାରିବେ। ତ ସେମିତି ତମେ ଘରେ ଟିକେ ଗୋଟେ ଜିନିଷ ଦେଖାଅ କି ହଁ ୟା ଦ୍ୱାରା ଆମେ ଅର୍ନ କରିପାରିବୁ, ୟା ଦ୍ୱାରା ଫ୍ୟୁଚର ଅଛି, ସେଟା ଦେଖାଅ ଘରେ, ତାପରେ ଘରେ ସପୋର୍ଟ ତ ଡେଡିକେସନ ମିଳିବ। ଦେଖୁଛନ୍ତି କି ତମେ ପୁରା ଡେଡିକେଟଲି କରୁଛ, ଦେଖୁଛନ୍ତି ପିଲା ମୋର ସବୁ କାମ ତାର କରୁଛି ପ୍ଲସ୍ ଏଇଟା କରୁଛି, ଆଉ ତମେ କିଛି କରୁନ ଘରେ ଶୋଉଛ, ସେମିତି କଲେ ତ ଘରେ କେବେ ହଁ ବି ରାଜି ମାନେ ହେବେନି। ପାଠ ପଢ, ସବୁ କର, ୟା ଦେହରେ ଟିକେ ଟାଇମ ଦିଅ, ୟା ଦେହରେ କର। ତମେ ୱିକଲି 3ଟା ରିଲ୍ ପକେଇଲେ ଏନଫ୍। ତମେ ଏମିତି ନାଇଁ କି ଡେଲି ପକାଅ, 3ଟା ରିଲ୍ ପକେଇବ, ଭଲ କଣ୍ଟେଣ୍ଟ ଦବ, କିଛି ନା କିଛି ତ ଭାଇରାଲ ହବ ହିଁ ହବ। ଏବଂ ଝିଅମାନଙ୍କୁ ମଧ୍ୟ ରିଲ୍ କରିବାକୁ ମନା କରୁଛନ୍ତି। ଝିଅ ପିଲା ଡ୍ୟାନ୍ସ ଫାନ୍ସ କରୁଛନ୍ତି ଆଉ କଣ କହିବେ, ମାନେ ମନା କରିବା ନାହିଁ, ଯୋଉ କଣ୍ଟେଣ୍ଟ ଦରକାର ଯେତିକି, ଭଲ। ଯଦି ଯୋଉଟା ନୁହଁ ଘରେ ଗୋଟେ ଫ୍ୟାମିଲି ଦେଖିପାରିବେନି ସେମିତି କଣ୍ଟେଣ୍ଟ ପ୍ରାୟ ବନେଇଲେ ସବୁ ମନା କରିବେ। ଇନଷ୍ଟାଗ୍ରାମ ରେ କଣ ହେଇଗଲାଣି କି ଝିଅ ପିଲା ରିଚ୍ ପାଇଁ ରିଚ୍ ପାଇଁ ମାନେ ଟିକେ ଇଏ କରିଦଉଛନ୍ତି। ଅଲଗା ଟିକେ ଆଡେ ସାଇଡ ଯାଉଛନ୍ତି, ହଁ ତ ସେଇଟା ଦେଖିକି ଘର ଲୋକ ବି ମନା କରୁଛନ୍ତି କି ଝିଅ ପିଲା କୁ ବନାଉନି ଏସବୁ, ସେଥିପାଇଁ ଆଉ ଯେତେ ତମେ ଆକ୍ଟିଂ କର, କଣ ହେଇଗଲା, ଆକ୍ଟିଂ ରେ ତ କିଛି ଖରାପ ନାହିଁ, ଭଲ ହବ। ଆକ୍ଟିଂ କର, ରିଲ୍ ବନାଅ, ଠିକ ଅଛି। ତମେ ଯୋଉ ଭଲଗର ଜିନିଷ କଲେ ତ ଟ୍ୟାଲେଣ୍ଟ ବାଲା ଜିନିଷ କିଛି ଗୋଟେ କର, ହଁ ଯଦି ତମର ଟ୍ୟାଲେଣ୍ଟ ନାହିଁ ଟ୍ୟାଲେଣ୍ଟ ଅଛି, ସେଥିରେ ଭଲଗାର ଜିନିଷ ଦେଖିକି ଭ୍ୟୁଜ କିଛି ସମୟ ମିଳିଯିବ, କିନ୍ତୁ ସେଟା ରେସପେକ୍ଟ ତ ମିଳିବନି। ହଁ ମନି ବି ତମେ ପଇସା କେତେ କମେଇ କମେଇ ଦବ। ପାରିବ, ବଟ ସେ ରେସପେକ୍ଟ ବି ମେନ୍ ନା, ମନି ସବୁବେଳେ ତ କାମରେ ଆସିବନି। ହୁଁ ଆପଣ ଜୀବନ ଏମିତି ଘଟଣା ଯୋଉଟାକି ଆପଣ ବେଶୀ ଦୁଃଖ କରିଛନ୍ତି? ଏମିତି ତ ଦୁଃଖ କିଛି ତ ନାହିଁ। ବହୁତ ମାନେ ଏମିତି ଅଛି, ବଟ ଏ ସାଙ୍ଗମାନେ ସର୍କଲ ବହୁତ ଭଲ ହେଇଯାଉଛି ବୋଲି ସେ ଦୁଃଖ ଟା ଓଭରକମ ହେଇଯାଉଛି। ଗୋଟେ ମାନେ ବହୁତ ଖରାପ ଲାଗେ କି ଆମ ସାଙ୍ଗେ ଟିକେ କଥା ହେଇଗଲେ ସେ ଦୁଃଖ ପଳାଏ। ପୁଣି ଜିମ୍ ହେଇଗଲାଣି, ଡେଲି ଜିମ୍ ଫିମ୍ ଗଲେ ସେ ଟାଇମ ରେ ପୁରା ମାଇଣ୍ଡ ଇଏ ରହୁଛି, ଦୁଃଖ ମାନେ ଏମିତି ନାଇଁ କି ବହୁତ ଦୁଃଖ, ମଝିରେ ଆମର ମଝିରେ କଣ ନର୍ମାଲ ଟିକେ ଆସିବ, ଏମିତି ଭଲ ଲାଗୁନି, ଇଏ ଲାଗୁନି, ସକ୍ସେସ ହେଇନୁ କି ହେଇନୁ ସେଇ ଜିନିଷ, ସେ ମାନେ ସବୁ ଆମର ସେମିତି ନର୍ମାଲ କିଛି ଦୁଃଖ ନାହିଁ, ନା ବହୁତ ସୋସିଆଲ ସର୍କଲ, ଫ୍ୟାମିଲି ସପୋର୍ଟ, ସବୁ ସେମିତି ଅଛି। କିଛି ପ୍ରୋଗ୍ରାମ ଅଭାବ ବି ଏମିତି କିଛି ନାହିଁ, ଘରେ ଯେତିକି ହଁ ତାଙ୍କ ଦ୍ୱାରା ହେଇପାରୁଛି ସେ ଦେଇ ଦଉଛନ୍ତି। ସେଇ ହୁଁ ଯେତିକି ଯା ଦୁଃଖ ରହୁଛି, ସେଇ କିଛି ମାନେ ସକ୍ସେସ ହେଇନୁ କି ମାନେ କୋଉ ଜିନିଷରେ ମାନେ ଫେଲ ହେଇଗଲୁ, ଏଇ ସବୁ ଜିନିଷରେ ଯାହା ଟିକେ ହୁଁ କିନ୍ତୁ ତାଙ୍କ ସାଙ୍ଗେ ମିଶିକି କଥାବାର୍ତ୍ତା, ଜିମ୍ ଟିକେ ଗଲେ ସେଇ ଖୁସିରେ ବାକି ସବୁ ଓଭରକମ ହେଇଯାଉଛି ଆଉ। ଆଉ ଗୋଟେ କଥା ଥାଏ ଯୋଉଟା ଆମେ କହିବୁ ସେୟାର କରିପାରୁନୁ ସାଙ୍ଗମାନଙ୍କ ଦେଖ ସବୁ ସବୁ ଜିନିଷ ଘରେ କହିହବନି। ଫ୍ରେଣ୍ଡସ୍ ହିଁ ଥାନ୍ତି, ମାନେ ଫ୍ରେଣ୍ଡସ୍ ଗୋଟେ ଥାନ୍ତି କି ଦୁଃଖ ଟାଇମରେ ସପୋର୍ଟ କରିଦିଅନ୍ତି, ପ୍ରୋବ୍ଲେମ ଟାଇମରେ ବି ସପୋର୍ଟ କରନ୍ତି, ତମେ ଯେତେବେଳେ ଡାକିବ ଆସିବେ। ଦୋଗଲା ସାଙ୍ଗମାନଙ୍କ କଥା କହୁନି, ଭଲ ସାଙ୍ଗମାନଙ୍କ କଥା। ଦୋଗଲା ଗୋଟେ ଥାନ୍ତି, ଫୋନ କରିବୁ ନା କାମ ଅଛି, କିଛି ଗୋଟେ ବାହାନା ମାରିକି ପଳେଇବେ, ହେଲେ ତାଙ୍କର କିଛି କାମ ନଥିବ, ସେଟା ଅଲଗା କଥା। ବାକି ଭଲ ସାଙ୍ଗ ତମେ ମାନେ କଣ, କିଛି ବି ପ୍ରୋବ୍ଲେମ ଥିବ, କିଛି ବି କାମ ଥିବ, ଆସିବେ ତମକୁ ହେଲ୍ପ କରିବେ। ତ ଆଉ ସେଇ ସବୁ ଜିନିଷ ଗୋଟେ ଜିନିଷ ତା ଘରେ କହିହବନି କି କାହାକୁ କହିହବନି, ତ ସେଇ ଜିନିଷ ସାଙ୍ଗକୁ ସେୟାର କରିବେ, ଆଉ ମାନେ ସେୟାର କଲେ ରିଲିଫ ବହୁତ ମିଳେ, ଭଲ ବର୍ଷର ଲାଗେ। ସାଙ୍ଗ ହେଇକି ଅଛନ୍ତି, ଆମେ ଯେମିତି ଛୋଟବେଳୁ ଅଛୁ, ତ ମୁଁ ତାର ମାକ୍ସିମମ୍ କଥା ଜାଣିଛି, ସେ ମୋର ମାକ୍ସିମମ୍ କଥା ଜାଣିଛି। ବହୁତ ମାନେ ମତେ ଆଡୁ ସାଡୁ ମାନେ ଆଉ ମାନେ ଗ୍ରୁପ ରେ ଥିବୁ, ବହୁତ ଟ୍ରୋଲ କରିବେ, ବହୁତ କିଛି ଏମିତି ସବୁ କହିବେ, ବହୁତ ବାଧେ। ପଛରେ ସେ ଜାଣିଛି କି ଆଉ କିଏ କିଛି କହିବ, ସେ ମୋ ଶୁଣିବନି କି ମୋ ପାଇଁ ଯଦି ଦରକାର ପଡିବ ମତେ ସେଇ ଶୁଭମ ଆସିବ, ସେଇଟା ଭଲ ଲାଗେ କି ମୁଁ ଜାଣିଛି ଯାହା ବି ହଉ ଅଛି ସବୁ ସାଙ୍ଗରେ। ନା ଆମର ଏଇଆ କି ହଁ ଗ୍ରୁପରେ ଅଛୁ, ମୁଁ କହୁଛି ତତେ ଠିକ ଅଛି, ଆମେ ଆମ ଭିତରେ ତତେ କୁହ କି ଅଲଗା କହିବେନି, କାହିଁକି କହିବା ଆମ ସାଙ୍ଗ ଆମେ କହିଲୁ, ତମେ କାହିଁକି କହିବ ଅଲଗା ପିଲା। ଆମେ ସବୁ କହିଲି କଣ ପିନ୍ଧଛୁ ଏଟା, ଆଉ ଜଣେ ଆସିକି ଥୋଡି କହିବ କି କଣ ପିନ୍ଧଛୁ, କାହିଁକି କହିବୁ ଭଲ ପିନ୍ଧିଛି, ମୁଁ କହିବି ତା ଆଗରେ ନା କାହିଁକି କଣ ଖରାପ ଅଛି, ଭଲ ପିନ୍ଧିଛି। ସେଇ ଆଉ ଗୋଟେ ହଁ ସେୟାର କରନ୍ତି, ଉତ୍ତମ ମୋର ଗୋଟେ ସାଙ୍ଗ ଅଛି, ତା ନାଁ ବି ନଉଛି, ମାନେ ସେ ଏବେ ପୁନେରେ ଅଛି। ସେଇ ଟ୍ରାଇଡେଣ୍ଟ ବାଲା ଗୋଟେ ସେ ତାରି ଉପରେ ଥିଲା, ତାକୁ ମିଳୁନଥିଲା, ପ୍ଲେସମେଣ୍ଟ ମିଳିଯାଇଛି, ଏବେ ଟ୍ରାଇଡେଣ୍ଟ ଭଲ, କିଛି ଖରାପ ନୁହଁ, ପ୍ଲେସମେଣ୍ଟ ମିଳିଯାଇଛି। ଆଉ ସେଇ କଣ ମାନେ ରାତି 1, 2, 3ଟା ଯାଏ, ପୁଣି ଭଲ ଲାଗୁନି, 1, 2, 3 ମମି ମତେ ପାର୍ଟି କରୁଥିବ, ତାକୁ କଣ ଶୋଇବୁ, କଣ କାମ ନାହିଁ କାମ ନାହିଁ,
ମୋର ରାତିରେ କହିବ ଚୁପଚାପ ଶୁଣ କଣ କହୁଛି ମାନେ ଗପୁ ଦିଅ ଏହା ପ୍ରୋବ୍ଲେମ ହେଲା ଇଏ ହେଲା ଏଠି ରହିହଉନି ଟେନସନ ଇଏ ଦୁନିଆ ଖରାପ ମୁଁ ଲାଷ୍ଟ ମୁଁ ଖାଲି ହଁ ହଁ ଶୁଣିବି ଆଉ ତାକୁ ମାନେ ଭଲ ଲାଗେ ସେୟାର କଲେ ମୋର ପ୍ରୋବ୍ଲେମ ଥିଲା ଆମେ ସେୟାର କରୁ ଭଲ ସାଙ୍ଗ ଓଡ଼ିଆ ଖାଦ୍ୟ ଭିତରେ କୋଉଟା ଆପଣଙ୍କୁ ଭଲ ଲାଗେ ବେଶୀ? ଓଡ଼ିଆ ଖାଦ୍ୟ ଦହିବରା କଟକରୁ ପଖାଳ। ବେଷ୍ଟ ଦହିବରା ପଖାଳ ବି ହଁ ପଖାଳ ମାଛ ଏସବୁ। କ୍ରିକେଟ ହଁ କ୍ରିକେଟ ଆମେ ଛୋଟବେଳୁ ବହୁତ ଖେଳିଛୁ କଲେଜରେ ବି ବହୁତ ଖେଳିଛୁ ଏବେ ଆଉ ନାହିଁ କ୍ରିକେଟ ସରିଥିଲା କ୍ରିକେଟର କିଏ ଆପଣ? ବିରାଟ କୋହଲି ଧୋନି। ଥାଲା ଫର ବିଜନେସ ଆପଣ ଯେତେବେଳେ ବହୁତ ରାଗି ଯାଆନ୍ତି ଆପଣଙ୍କ ପାଟିରୁ କଣ ବାହାରେ? ସେଟା ତ ବାହାରିବ କଣ ସେଟା ତ କହିହବନି କ୍ୟାମେରାରେ ଆପଣ ଜାଣିଥିବେ ନା ସୋଦିଦିଏ ଆଉ ଭାଷା ତ ଭାଷା ବାହାରେ କଣ? ସେ ସମସ୍ତେ ହାଲକା ହାଲକା ବାହାରେ ରାଗିଲେ ଭାଷା ଭାଷା କହିବାକୁ ବାହାରେ। ଲାଗେନି ସେତେ କୁଲରେ ହଁ ଏମିତି ଲାଗି ସବୁବେଳେ ଲାଗେ ମୋର ଟିକେ ଅଛି କି କୁଲ। ସର୍ଟ ଟେମ୍ପର ଥିଲି ଆଗରେ ବଟ୍ ଏବେ ହେଇଯାଉଛି ଛୋଟବେଳେ ବହୁତ କାଣ୍ଡ କରିଛି। ହଁ ଏବେ ଆରାମସେ ମ୍ୟାନେଜ ବଡ କରୁଛି ହେଲା ଟାଇମରେ ଟିକେ ମ୍ୟାଚୁର ମ୍ୟାଚୁର ହେଇଗଲାଣି ହଁ ଏବେ ଅଚାନକ ରାଗିବିନି ଭାବି ଚିନ୍ତି ଯାହା ବି କରିବି କରିବି ଏମିତି ଆପଣ ଯୁବପିଢ଼ି ହିସାବରେ କୁହନ୍ତୁ ଏବେ ପୂର୍ବରୁ ବିଜେଡି ସରକାର ଥିଲା କାମ କରୁଥିଲା ବିଜେପି ସରକାର ଆସିଛି ଆପଣଙ୍କୁ କୋଉ ସରକାର ବେଶୀ ଭଲ ଲାଗିଲା? ଆମକୁ ବିଜେଡି ମତେ ବି ସେ ବିଜେଡି 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 କଣ ପାଇଁ ବିଜେଡି ଭଲ ଲାଗେ? ଆମେ ଭାବୁଥିଲୁ କି ସରକାର ଚେଞ୍ଜ ହବ ମାନେ ମେ ବି ବିଜେଡି ତ ଏତେ କାମ କରୁଛନ୍ତି ନବୀନ ବାବୁ ବହୁତ କାମ କରୁଛନ୍ତି ଆମ ପାଇଁ ମାନେ ଡିଜାଷ୍ଟର ମ୍ୟାନେଜମେଣ୍ଟ ହଉ କି ଯେତିକି ଯାହା ତାଙ୍କ ହିସାବରେ ଯେତିକି କରିବା କଥା ବହୁତ କିଛି କରିଦେଇଛନ୍ତି ଆମେ ସରକାର ଚେଞ୍ଜ ହବ ତ ମାନେ ସେ ଦେଖିବେ କି ତାଙ୍କର କମ୍ପିଟିସନ ଏତେ ଅଛି ତ ସେ ଲେଭେଲର ସେ ତାଠାରୁ ବେଶୀ ଡେଭଲପମେଣ୍ଟ ବେଶୀ ଜିନିଷ କରିବେ ବଟ୍ ବଟ୍ ସେଗୁଡା ସେ ଜିନିଷ ହେଇନି ହଉନି ମତେ ଖାଲି ରଙ୍ଗ ଚେଞ୍ଜ ଦେଖାଯାଉଛି ସବୁ ଖାଲି ଠିକ କଥା କଲର ଏବେ ଚେଞ୍ଜ ମାନେ ହଉଛି ସେଇ ତାପରେ ବି ଭିଡିଓ ବନେଇଥିଲୁ ତା ଦେହରେ ବି ଟିକେ ହେଟ୍ ଆସିଗଲା ସେନେ ଆମେ ପଲିଟିକାଲ ଇଏ ଯାଉନୁ କି ବସିନି ହଁ କିଛି କିଛି ଗୋଟେ ପରେ ପ୍ରୋବ୍ଲେମ ଆସିପାରେ ଗ୍ରୁପରେ ଥାନ୍ତି ପଲିଟିକ୍ସ ନା କେବେ କଣ କରିବେ କି ଆମେ ଏତେ ରିସ୍କ ନବାର ନାହିଁ ସେ ଜିନିଷ ପଲିଟିକ୍ସ ଉପରେ ଭିଡିଓ ବନଉନୁ ବଟ୍ ହଁ ସେଇଠୁ ଦେଖିକି ଜାଣିଗଲି ଟିକେ ବଟ୍ ସେଇ କି ଏବେ ପ୍ରାୟ ସେ ସେମିତି ହଉଛି ଯେମିତି କି ମୋ ବସ ନା ଚେଞ୍ଜ ହେଲା ଆମ ବସ ହେଇଗଲା ରଙ୍ଗ ଚେଞ୍ଜ ହେଇଗଲା ପ୍ରାୟ ସେଇ ଗୁଡା ହିଁ ହଉଛି ଅଧିକ କିଛି ମାନେ ସେ ଡେଭଲପମେଣ୍ଟ ଯଦି ହଉନି କରିଛନ୍ତି ସେମିତି ଲେଭେଲ ଆମେ ଆଉ କିଛି ଦେଖିପାରୁନୁ କି ସେମିତି ଲେଭେଲ ବିଜେଡି କିଛି ଗୋଟେ ହଁ କହିପାରିବୁ କି ଏଇଟା ହଁ ଆସିଲା ଲୋକ ବିଜେପି ସରକାର ଆଇଲା ଏମିତି ସବୁ କରିଦେଲା ଓଡିଶାରେ ତ ନବୀନ ବାବୁ ଯେତିକି କରିଛନ୍ତି ସେଇ ଜିନିଷଟା କଣ୍ଟିନ୍ୟୁ ହେଇ ଚାଲିଛି ହଁ ତାର ଖାଲି ସ୍ପୋର୍ଟସ ବି ହଉ ସ୍ପୋର୍ଟସ ରେ ବି ନବୀନ ବାବୁ ଗଲେ ଗ୍ରାଉଣ୍ଡ ପରିବର୍ତ୍ତନ ହଉଛି। ହଁ ସ୍ପୋର୍ଟସ ରେ ନବୀନ ପଟ୍ଟନାୟକ ସାର୍ ହକି କୁ ମାନେ ଏତେ ଇଏ କଲେ ହକିକୁ ବହୁତ ଷ୍ଟାଡିୟମ ପ୍ରେସ୍ ବଗେରା କରିଛନ୍ତି ଆଉ ପୁଣି ସବୁ ଇଣ୍ଡୋର ଷ୍ଟାଡିୟମ ଖୋଲିଦେଲେ ଯେତେବେଳେ ମାନେ ଏବେ ତ ଏଇଟା ଆମର ମେମ୍ବରସିପ ପାଇଁ ପଇସା ଅଛି ଜିମ୍ ପଳଉଛୁ ଏଠିକି କିନ୍ତୁ ପାରାଦୀପ ବଗେରାରେ ଯେମିତି ଭଲ ଜିମ୍ ନାହିଁ ତ ନବୀନ ବାବୁ ଯୋଉ କରିଦେଇଛନ୍ତି ଇଣ୍ଡୋର ଇଣ୍ଡୋର ଷ୍ଟାଡିୟମ ଷ୍ଟାଡିୟମ ସେଠି ଫ୍ରି ସ୍ପେସିଫିକ ସବୁ ଯେତିକି ବେସିକ ଇକ୍ୟୁପମେଣ୍ଟ ଅଛି ସବୁ ଅଛି ଫ୍ରିରେ ଯାଇ କରିପାରିବ ତ ସ୍ପୋର୍ଟସ ପିଲାମାନେ ଆଗକୁ ବି କରିପାରିବେ ସେଥିରେ ବି ନବୀନ ବାବୁ ବହୁତ ମାନେ ଯେତିକି କରିଛନ୍ତି ନବୀନ ବାବୁ ପିଲାମାନେ ବହୁତ ସ୍ପୋର୍ଟସ ପାଇଁ ବି ଗଲେଣି ଓଡିଶାରୁ ବି ଯାଉଛନ୍ତି ବହୁତ ହୁଁ ସେ ଖୁସି ଲାଗୁଛି ଆପଣଙ୍କୁ କଣ ଲାଗୁଛି ଆଗାମୀ ନିର୍ବାଚନ କିଏ ବିଜେଡି ପୁଣି ଆସିବ? ପୁଣି ଆସିବ ମତେ ତ ଲାଗୁଛି ମତେ ଲାଗୁଛି ପୁଣି ଲୋକ ଆସିବ ବୁଝିପାରୁଥିବେ କି ଭୁଲ କରିଛନ୍ତି ନୂଆ ସରକାର ପାଇଁ ଭାବିଥିଲେ ଯାହା ସେମିତି ଲୋକମାନେ ଏବେ ବି କହୁଛନ୍ତି କି ହଁ ମାନେ ତମେ ଦେଖିବ ନବୀନ ପଟ୍ଟନାୟକ ସାର୍ ଯେତେବେଳେ ମାନେ ହଟିଲା ପରେ ଜଷ୍ଟ କିଛି ମାସ ପରେ ହିଁ ଲୋକ କହିଲେ କି ଭୁଲ କଲୁ ସବୁଆଡେ ସେଇଆ ଚାଲିଲା ତ ମାନେ ତାହେଲେ ସବୁ ଯଦି ତମେ କହୁଛ ଭୁଲ କଲୁ ହଟିବାର ନଥିଲା କାହିଁକି ତମେ ଇଏ ଦଉଛ ତାହେଲେ ଭୋଟ ବହୁତ ଲାଗିବେ ସେଇ ସେ ଭାବୁଥିଲେ କି ନୂଆ ସରକାର ଆସିବ ଦେଖିବେ ଯଦି ଏତିକି କରିଛି ସେ ନୂଆ ବହୁତ ହେଭି ଡେଭଲପମେଣ୍ଟ ହବ ଏତିକି ଦେଖିବା କିନ୍ତୁ ସେମିତି ହେଇପାରିଲାନି ମୋହନ ମାଝି ସାର୍ଙ୍କ ପ୍ରତି ହେଟ୍ ନାହିଁ କାମ କରୁଛନ୍ତି ବଟ୍ ତାଙ୍କୁ କଣ୍ଟ୍ରୋଲ କରାହଉଛି ଆଉ ସେଇ ମାନେ ଲେଭେଲର ହେଇପାରୁନି ହଁ ନବୀନ ପଟ୍ଟନାୟକ ସାର୍ ମାନେ ଆପଣ ଦେଖିଥିବେ ପୂର୍ବରୁ ମର୍ଡର କମ ହଉଥିଲା ଏବେ 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 କ୍ରାଇମ ବେଶୀ ମର୍ଡର ବଢିଯାଇଛି ହେଇଗଲା ଦୁଷ୍କର୍ମ ହେଇଗଲା ମହିଳାମାନେ ଅତ୍ୟାଚାର ହେଇଗଲା ଏକ୍ସାମ ର ସବୁ ହଁ ପେପର ଲିକ୍ ହେଇଯାଉଛି ମାନେ ଏଇ ସବୁ ଚାଲିଛି ଆପଣ ସୋସିଆଲ ମିଡିଆ ଗ୍ରୋ କରିବାର ଇଏଟା କଣ ଲକ୍ଷ୍ୟ କେମିତି ଗ୍ରୋ କରିବେ? କନସିଷ୍ଟେଣ୍ଟ କନସିଷ୍ଟେଣ୍ଟଲି ପକେଇବା ମେନ୍ ଯେତେ ହଁ ପଇସା ଲଗେଇ ପାରିବେ ନା ଆସେ ନା ନା ଅର୍ଥନୈତିକ ପଇସା ଲଗେଇବ କେମିତି ମାନେ ପଇସା ଲଗେଇଲେ ତ କିଛି ଫାଇଦା ନା ନୁହଁ ଏବେ ଆମେ ଦେଖିଛୁ ଭାଇରାଲ ହବ ବୋଲି କହୁଛନ୍ତି 1000 ଟଙ୍କା ଦିଅ ଭାଇରାଲ କିନ୍ତୁ ଅଡିଏନ୍ସ କଲ୍ଡ ଅଡିଏନ୍ସ ମିଳିବନି ନା ହଁ ସେ ତମେ ପଳେଇବେ ସାଙ୍ଗେ ସାଙ୍ଗେ ତମକୁ ମନେ ରଖିବେନି ତମ ଫେସ୍ ଆମେ ଚାହୁଁଛୁ କି ଆମେ ଲଙ୍ଗ Genuine ଟର୍ମ audience ଯାକେ ଇଏ ରହୁ ସର୍ଟ ଟର୍ମ ଫେମ୍ ନ ମିଳୁ ଲଙ୍ଗ ଟର୍ମ ଚାଲୁ କି ମାନେ ଯେବେ ଦେଖିବେ କି ହଁ ଜାଣିପାରନ୍ତି ଯେତେବେଳେ କି ଆମକୁ ଦେଖିଲେ ଚିହ୍ନି ପାରିବେ ଲୋକ ତମେ ଏମିତି ପଇସା ଦେଇକି ଆଣିଦେବ ସେ ଦେଖି ମାନେ ଲାଇକ୍ କରିଦେଲେ କମେଣ୍ଟ କରିଦେଲେ ଫଲୋ କରିଦେଲେ ବଟ୍ ତମକୁ ଚିହ୍ନି ନାହାନ୍ତି ଆମେ କିଛି ଫାଇଦା ଭ୍ୟାଲ୍ୟୁ ବି ନାହିଁ ଦବାକୁ ଚାହୁଁଛୁ ସେ ଆମର ବହୁତ ସାରା ପ୍ଲାନ୍ ଅଛି କି ଆଗକୁ ଯୋଉ କଣ୍ଟେଣ୍ଟ ହଁ ଦବ ଟିକେ ଭ୍ୟାଲ୍ୟୁ ବେଶୀ ଟିକେ ଗ୍ରୋ ହେଇଗଲେ ଭ୍ୟାଲ୍ୟୁ ମିଳିବ ଧୀରେ ଧୀରେ ବୋଲି ଆମେ ଇମ୍ପ୍ରୁଭମେଣ୍ଟ କରୁଛୁ ଆଗେ ନର୍ମାଲ ଫୋନ କ୍ୟାମେରାରେ କରୁଥିଲୁ ତାପରେ ଟିକେ ଇନଭେଷ୍ଟ କରିକି ଟ୍ରାଇପଡ୍ ନେଲୁ ତାପରେ ଇନଭେଷ୍ଟ କରିକି ମାଇକ୍ ମାଇକ୍ ନେଲୁ ଏବେ ଫୋନ ମିଳିଲୁଣୁ ଆଇଫୋନ ନେଲୁଣୁ ତ ଅପଗ୍ରେଡ କ୍ୱାଲିଟି କରୁଛୁ ଟିକେ ଟିକେ ଅପଗ୍ରେଡ ହଉଛି ଖାଲି କଣ୍ଟେଣ୍ଟ ର କ୍ୱାଲିଟି ଆମେ କେମିତି ବଢେଇ ପାରିବୁ ସେଇ ଉପରେ ଦେଖୁଛୁ କି ଭ୍ୟାଲ୍ୟୁ ଟିକେ ଦବୁ ହୁଁ ଜେନେରେସନ ରିଲେଟ କରିବେ ଟିକେ ଭ୍ୟାଲ୍ୟୁ ନେବେ ସେଇ ହିସାବରେ ଆମେ ଭାବୁଛୁ କି ଯେମିତି ଆହୁରି ବେଶୀ ଭଲ ଗ୍ରୋ ହଉ ହୁଁ ଜଣେ ଭାବୁଛନ୍ତି ରାତାରାତି ଭାଇରାଲ ହେଇଛି ଭାଇରାଲ ମାନେ ସୁସାଇଡ କରୁଛନ୍ତି
ये सब ସେଟା ତ- କିଛି ସେଟା ଭୁଲ। ଜଲ୍ଦି ସାଙ୍ଗେ ସାଙ୍ଗେ ମିଳେନି, ଟାଇମ ଲାଗିବ, କିଛି ତ ମାନେ- ଭଲ ମିଳିବ। ସେଇଟା ମ୍ୟାନିଫେଷ୍ଟେସନ ରେ ବହୁତ ପାୱାର। ମ୍ୟାନିଫେଷ୍ଟ କର କି ହବ ହବ, ଆଉ ତମେ ହାର୍ଡ ୱାର୍କ କରିଚାଲ, ଟାଇମ ସାଙ୍ଗରେ କିଛି ନା କିଛି ତ ଭଲ ହବ ହିଁ। ମୁଁ ଯେମିତି କହିଲି ମୁଁ 9-10 ବେଳକୁ ଗୋଟେ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲି, ପୁଣି ଲକଡାଉନ ଟାଇମରେ ଗୋଟେ ୟୁଟ୍ୟୁବ ଚ୍ୟାନେଲ ଖୋଲିଲି, ପୁଣି ଲକଡାଉନ ପରେ ଇନଷ୍ଟାରେ ଗୋଟେ ଜିମ୍ ଭିଡିଓ ଛାଡିଲି, କିଛି ହେଲାନି। ଏବେ କେତେ 3ଟା ଖଣ୍ଡେ ଚ୍ୟାନେଲ ଗଲା ପରେ ୟା ଦେହରେ ଗୋଟେ କଣ ଭାଇରାଲ ହେଇଛି, 1000 1500 500 600 ଏମିତି ଭ୍ୟୁଜ ଆସୁଥିଲା। ଅଚାନକ ଦେଖିଲି 7 ଲକ୍ଷ 8 ଲକ୍ଷ 9 ଲକ୍ଷ ଏମିତି ଭ୍ୟୁଜ ଦେଖିଲି, ଖୁସି ଲାଗିବ। ଏବେ ଆମେ ଦେଖିଛେ ଅନେକ ଯୁବପିଢି ଅଛନ୍ତି ଯୋଉମାନେ କି ମର୍ଡର ମୃତ୍ୟୁରେ ପଡୁଛନ୍ତି ରିଲ୍ସ ପାଇଁ, କିନ୍ତୁ କଣ କହିବେ? କିଏ ନଦୀ କୂଳରେ କରୁଛି, କିଏ ଟ୍ରେନ ଲାଇନରେ କରୁଛି। ନା ଲାଇଫ କୁ ରିସ୍କ ନେଇ କରନି କେବେ। ହଁ। ତମେ ନିଜ ସେଫ୍ଟି ଦେଖ, ଅ, ଅ, ମାନେ ଦେଖିବ କି ହଁ ତମେ ସେଫ୍ ଅଛ, କିଛି ଭ୍ୟାଲ୍ୟୁ ଦେଇପାରୁଛ, ତ ସେମିତି କର। ଏମିତି ନାଇଁ କି ଯାଇକି ହେଲ୍ଥ ଲାଇଫ ବହୁତ ଇମ୍ପୋର୍ଟାଣ୍ଟ। ବହୁତ ଯେତେ important। ହେଲ୍ଦି ରହିବ, ଯେତେ ନିଜ ଲାଇଫ କୁ ରଖିବ, ତମେ ଆଗକୁ ଆହୁରି ବହୁତ ବଡ କରିପାରିବ। ଯଦି ତମେ ଏବେ ହିଁ ସରିଗଲା ତ ତମେ ଯାହା ଭାବିଥିବ ସେଇଟା ବି ହବନି। ସେଇଆ। ଆଉ ଫାଲତୁରେ ପ୍ୟାରେଣ୍ଟସଙ୍କର ଇଏ ହୋପ ଥାଏ, ସେଇଟା ବି ମନେ ରଖିବା କଥା କି ମୋ ପରେ ମୋ ପାଇଁ କିଏ କେତେ ଜଣ ଅଛନ୍ତି, ହଁ। ସେଇଟା ଦେଖିବା କଥା। ଆମ ପୋଡକାଷ୍ଟର ଗୋଟେ ଲକ୍ଷ୍ୟ ରହୁଛି ଆମେ ଲୋକଙ୍କୁ ସଚେତନ କରାଉଛୁ। ତମ ଯୁବପିଢି କଣ ସଚେତନ ଦେବେ ଯୋଉମାନେ କି ମାନେ ଝିଅ ଚକ୍କରରେ ସୁଇସାଇଡ କରିଦଉଛନ୍ତି, ହାତ କାଟି ଦଉଛନ୍ତି, ମରି ଯାଉଛନ୍ତି, ଜିଏସରେ ସୁଇସାଇଡ କରିଦଉଛନ୍ତି, ଆଉ ପ୍ୟାରେଣ୍ଟ ଯଦି ମୋବାଇଲ ଦଉନାହାନ୍ତି ସେଥିରେ ସୁଇସାଇଡ କରିଦଉଛନ୍ତି, ବାଇକ୍ ଦଉନାହାନ୍ତି ସୁଇସାଇଡ କରିଦଉଛନ୍ତି। ସୁସାଇଡ ଗୋଟେ ଅପସନ ନୁହଁ। ଫାର୍ଷ୍ଟ ତ ସୁସାଇଡ ମାନେ କରିବା କଥା ହିଁ ନୁହଁ। ବାକି ଟିକେ ନିଜ ସର୍କଲ ଟିକେ ଦେଖ, ଯଦି ହଁ। ଯେତେ ଭଲ ସର୍କଲ ହବ ସେତେ ସେ ଜାଣିପାରିବ କି ମାନେ ଏଇଟା ତମେ ଗୋଟେ ଏମିତି ଭଲ। ଗୋଟେ ସାଙ୍ଗ ରଖ କି ତମକୁ ସେ ସେଇ ଟାଇମରେ ତମକୁ ହଁ। ମାନେ ମୋଟିଭେଟ କରିପାରୁଥିବ, ତମକୁ ମାନେ ଭଲସେ ରଖିପାରୁଥିବ କି ତମର ଯଦି କି ତମ ଦୁଃଖ ସେୟାର କରିବା ପାଇଁ ତମ ପାଖରେ କେହି ନଥିବେ, ଘରେ ତ କରିପାରିବନି। ଯଦି ହଁ ତମେ ବହୁତ ଡିପ୍ରେସନ ଅଛି ଝିଅ ପାଇଁ, ତମେ ଘରେ କରିପାରିବ, କିଛି କହିପାରିବ? କହିପାରିବନି। ତମ ପାଖରେ ଗୋଟେ ସାଙ୍ଗ ଥିବ, ତମେ ଟିକେ ତାକୁ କହିପାରୁଥିବ, ସେ ତମକୁ ମୋଟିଭେଟ କରିବ, ତମକୁ ଷ୍ଟ୍ରଙ୍ଗ କରିବ, ତମେ ଇଏ ହବ। ବାକି ସୁସାଇଡ ତ ଗୋଟେ ଅପସନ ହିଁ ନୁହଁ। ତମେ ତମ ପ୍ୟାରେଣ୍ଟସ୍ କୁ ବି ଦେଖିବ, ତମ ପ୍ୟାରେଣ୍ଟସ୍ କେବେଠୁ ତମକୁ ପାଳି ପୋଷି ବଡ କରିଛନ୍ତି, ତାଙ୍କ ପାଇଁ କିଛି କରିବନି, ମରିଯିବ, କିଛି ଫାଇଦା ହିଁ ନୁହଁ। ତମେ ଏକା ଯାଉନ ନା, ତମର ଯେତେ ପୁରା ଫ୍ୟାମିଲି ତା ପାଇଁ ତମର ହୋପ ଅଛି କି ମୁଁ ପୁଅ କିଛି ହଁ। ଗୋଟେ କରିବ କି ଝିଅ କରିବ, ସେଇ ହିସାବରେ ତମେ ସେଇ ଗୋଟେ ହିସାବରେ ତମ ମନେ ପ୍ୟାରେଣ୍ଟସ୍ ରଖିବା ପାଳି ପୋଷି ବଡ କରିଛି, ତମ ଗୋଟେ ଝିଅ ପାଇଁ ମରିଗଲା, କଥା। ମାନେ କଣ ଥୋଡି କେହି ପ୍ରେସ୍ କରିବେ, ଆହୁରି କହିବେ ଭଲ ହେଲା ମରିଗଲା। ହଁ। ତମେ ଗଲା ପରେ ତମ ପ୍ୟାରେଣ୍ଟସ୍ ଶୁଣିବେ କି ହଁ, parents କିଛି କରିପାରିଲାନି, ନାକାମ ଥିଲା, ପଳେଇଲା। ହୁଁ। ସେଇଟା ଭାବିବା କଥା କି ମୁଁ କଣ କରିବି, ମୋ କିଛି ପାଇଁ ଗୋଟେ କିଏ କରିବି। ଇମ୍ପୋର୍ଟାଣ୍ଟ, ସେଇଟା ଦେଖିକି କରିବା କଥା। ଆଉ ଗୋଟେ ଭଲ ଗ୍ରୁପ ରହିଲେ ଯେତେ ଆଉ ଯାଇପାରିବ। ଧନ୍ୟବାଦ ଆପଣ ସମୟ ଦେବା। ଧନ୍ୟବାଦ, ଆପଣ ବି ଡାକିଲେ ଆମକୁ, ବହୁତ ଧନ୍ୟବାଦ। ପ୍ରଥମତଃ ଆଜି ଆମେ କଥା ହେଲେ ଶୁଭମ ଭାଇ ଏବଂ ଅଙ୍କିତ ଭାଇଙ୍କ ସହିତ। ସେ ହେଲେ ସମାଜ ମଧ୍ୟ ବାର୍ତ୍ତା ଗୋଟେ ଦେଲେ। ଆମେ ମଧ୍ୟ ଆପଣଙ୍କୁ ଅନୁରୋଧ କରୁଛୁ, ଯଦି ଆପଣ ଗାଡି ଚଲାଉଛନ୍ତି ଧୀରେ ଚଲାନ୍ତୁ ଏବଂ ହେଲମେଟ ପିନ୍ଧି ଯାତାୟାତ କରନ୍ତୁ, କାରଣ ଜୀବନ ହଉଛି ସବୁଠୁ ମୂଲ୍ୟବାନ। ଆପଣଙ୍କ ପାଇଁ ଅନେକ ଲୋକ ବଞ୍ଚୁଛନ୍ତି। ଆଜି ପାଇଁ ଏତିକି ରହୁଛି, ଆସିବା ଅନେକ ଅତିଥିଙ୍କୁ ନେଇ ରହୁଛି। ନମସ୍କାର, ଜୟ ଜଗନ୍ନାଥ।